ଜୟ ଜଗନ୍ନାଥ ଚ୍ୟାନେଲକୁ ଥରେ ସ୍ୱାଗତ। ଦେଖ ଆମେ ଆଗରୁ ପଢ଼ିଥିଲେ ଅଷ୍ଟମ ଶ୍ରେଣୀର ଓଡ଼ିଆରେ ପଢ଼ିଥିଲେ। ଅଷ୍ଟମ ଶ୍ରେଣୀ ଓଡ଼ିଆ କ'ଣ ପଢ଼ିଥିଲେ? ଅଷ୍ଟମ ଶ୍ରେଣୀ କ୍ଲାସ୍ 8 ହେଲା। 8ର ଓଡ଼ିଆରେ ଆମେ କ'ଣ ପଢ଼ିଥିଲେ ନା ଚାପ୍ଟର 3 ହେଲା ଶପଥ ହେଲା। ଶପଥ ହେଲା ପଢ଼ିଥିଲେ। ଓଡ଼ିଆ ଲେଖିଛି ସରି ଶପଥ ପାଠଟି ପଢ଼ିଥିଲେ। ତାର ବର୍ତ୍ତମାନ ଆମେ କ୍ୱେଶ୍ଚିନ୍ ଆନ୍ସର ଗୁଡ଼ିକୁ କରିବା। ପ୍ରଥମେ ଦେଇଛି ଦେଖ ତ ଆସ କବିତାଟିକୁ ଭଲ ଭାବରେ ଆବୃତ୍ତି କରିବା, ବୁଝିବା, ଉତ୍ତର ଲେଖିବା। ଏଇଟା କରିବା, ଆବୃତ୍ତି କରିବା କବିତାଟି। ତ ପ୍ରଥମେ ଦେଖିବା ହେଲା କ୍ୱେଶ୍ଚିନ୍। ଦେଖ ନିମ୍ନଲିଖିତ ପ୍ରଶ୍ନର ଉପଯୁକ୍ତ ଉତ୍ତର ପାଖରେ ତାରା ଚିହ୍ନ ଦେବାକୁ କହିଛି। ତ ଦେଖ ପ୍ରଥମ କ୍ୱେଶ୍ଚିନ୍ ଦେଲା ପଠିତ କବିତାରେ କେଉଁମାନଙ୍କୁ ଦହନ କରିବା ପାଇଁ କବି କହିଛନ୍ତି? ସ୍ୱାର୍ଥଜନ ମିଥ୍ୟା କଥା, ଫକୀର ଭୋକ, ହିଂସା ବ୍ୟଥା, ଦୁଃଖ ପ୍ରକାଶ। କୋଉଟାକୁ ଆମେ କ'ଣ କରିବା ନା ଦହନ କରିବା ମାନେ ଜଳେଇବା। ତାର ସଠିକ ଉତ୍ତର କ'ଣ ହେଇଯିବ ନା ସ୍ୱାର୍ଥୀଜନ ମିଥ୍ୟା କଥା। ତାରା ଚିହ୍ନ ଦେବ। ତାପରେ ଦେଖ 2 ନମ୍ବର ଦେଲା ତୁମର ଝରଣା ସମ ଝରିବି ହସି ହେଲା। ଝରଣା ସମ ଝରିବି ହସି ଏହି ପଦଟିର ତାତ୍ପର୍ଯ୍ୟ କ'ଣ ବୋଲି ପଚାରିଛି। ତ ଏଇଟା କ'ଣ ପ୍ରାଣୀର ପ୍ରାଣ ଖେଳିବା, ତୃଷ୍ଣ କରି ରଖିବି ନାହିଁ। ତ ଝରଣା ସହ ଝରିବି ହେଲା। ଝରଣା ସମ ଝରିବି ହସି ତାମାନେ ତୃଷ୍ଣା କାହାର ରଖିବି ନାହିଁ ହେଲା। ଭୋକିର ଭୋକ ଜୀବରେ ହେଲା। ତ ଏଇଟା ହେବ ଉତ୍ତର। ତାପରେ ଏଟାର ଉତ୍ତର କ'ଣ ହେବ? ଝରଣା ସହ ଝରିବି ଝରଣା ସମ ଝରିବି ହସି ପଦଟିର ତାତ୍ପର୍ଯ୍ୟ କ'ଣ ପଚାରିଛି? ଏଇଟା ହେବ ତୃଷ୍ଣା କାହାର ରଖିବି ନାହିଁ। ହେବ ଏଇଟା ତାରା ଚିହ୍ନ। ନେକ୍ସଟ 3 ନମ୍ବରକୁ ଯିବା। ନେକ୍ସଟ ପ୍ରଶ୍ନ ଦେଖ ଦେଇଛି ନଭର ସମ ସ୍ୱଚ୍ଛ ମୁଖେ କେଉଁ ଭାବ ନଥିବ ବୋଲି କବିତାରେ କୁହାଯାଇଛି। ଏଇଟା ହେବ ନଭର ସମ ସ୍ୱଚ୍ଛ ମୁଖେ ମାନେ ଏଇଟା ହିଂସା ବ୍ୟଥା ନଥିବ। ଏଇଟା ହେବ ତାରା ଚିହ୍ନ। ଏଇଟା ତାପରେ ନେକ୍ସଟ ଯିବା 4 କାହା ପରି କବି ଦୁଃଖ ଗ୍ରାସକୁ ଆବରି ନେବା ପାଇଁ କବିତାରେ କହିଛନ୍ତି। କାହାର ଭଳିଆ ଆମେ କ'ଣ କରିବା? ଦୁଃଖକୁ ନେଇଯିବା ହେଲା। ସିନ୍ଧୁ ସମ, ଅଗ୍ନି ସମ, ପବନ ସମ ନା ଧରଣୀ ସମ? ଧରଣୀ ସମ ହେଲା। ଦୁଃଖ ଗ୍ରାସ ଧରଣୀ ଭଳିଆ, ସମ ମାନେ ସମ ଭଳିଆ ହେଲା। ଉତ୍ତର ହେବ ହେଲା। ନେକ୍ସଟ ଯିବା 5। ତାପରେ ଦେଲା ସମତା ପଥେ ଚାଲିବା ପାଇଁ କବି କୋଉ ଗାନ ଗାଇବା ପାଇଁ ଚାହୁଁଛନ୍ତି। ଏଟା ଲେଖିବ। ତ ଏଇଟା ସଠିକ ଉତ୍ତର ହେଇଯିବ ଶାନ୍ତିର ଗାନ। ହେଇଯିବ ଶାନ୍ତିର ଗାନ। ସମତା ତଳେ ଚାଲିବା ପାଇଁ କବି କୋଉ ଗାନ ଗାଇବା କଥା କହିଛନ୍ତି ମାନେ ଶାନ୍ତିର ଗାନ ଲେଖିବ। ନେକ୍ସଟ ଦେଖ ତାପରେ ଦେଖିବା। ଦେଖ ଦେଲା ପ୍ରଶ୍ନ ତମର ଦେଲା କ'ଣ ନା ତୁମର ସାଙ୍ଗମାନେ ଭିନ୍ନ ଉତ୍ତର ବାଛିଥାଇ ପାରନ୍ତି। ତୁମେ ବାଛିଥିବା ଉତ୍ତର କାହିଁକି ବାଛିଛ ତାହା ସେମାନଙ୍କ ସହିତ ଆଲୋଚନା କର। ଏଇଟା ଆଲୋଚନା କରିବାକୁ କହିଛି, ତମେ ଆଲୋଚନା କରିବ ମିଳିମିଶିକି ହେଲା। ତ ଆନ୍ସର ଗୁଡ଼ିକ ଏଭଳିଆ ଲେଖିଦେବ ହେଲା। ପ୍ରଥମ କ୍ୱେଶ୍ଚିନ୍ ହିଂସା ବ୍ୟଥା ହେଲା। ତାପରେ 2ଟା ହେଲା ତୃଷ୍ଣାକାର ରଖିବି ନାହିଁ। ତାପରେ 3ଟା ହେଲା ମିଥ୍ୟା କଥା। ତାପରେ 4ଟା ହେଲା ଧରଣୀ ସମ। ତାପରେ 5ଟା ଲେଖିବ ଶାନ୍ତିର ଲେଖିବ। ନେକ୍ସଟ ତ 6ଟା କହିଛି ତୁମର ସାଙ୍ଗମାନଙ୍କ ସହିତ ଆଲୋଚନା କରିବା ପାଇଁ ତୁମେ ଆଲୋଚନା କରିକି ଲେଖିବ ବୁଝିଲା। ତାପରେ ମିଳିମିଶି ଯୋଡ଼ିବ ହେଲା। ମିଳିମିଶି ଯୋଡ଼ିବ କ'ଣ ଦେଇଛି ନା କବିତାର କିଛି ପଦ କ ସ୍ତମ୍ଭରେ ଅଛି ଆଉ ସେଇ ପଦ ଗୁଡ଼ିକର ଅର୍ଥ କ ସ୍ତମ୍ଭରେ ଦିଆଯାଇଛି। ଠିକ ଉତ୍ତରକୁ ରେଖା ଦ୍ୱାରା ଯୋଡ଼ିବାକୁ ହେଇଛି ହେଲା। ଏଇଟା କେମିତି କରିବେ ଦେଖ। ତ କ'ଣ ଦେଇଛି ଦେଖ ପକ୍ଷୀ ସମ ଗାଇବି ଗୀତ ହୃଦୟରୁ ହୃଦୟ ଉଠିକି ବାଜି। ତ ଆର ସଠିକ ଉତ୍ତର ହେଇଯିବ 4। କ'ଣ ନା ସରଳ ବିହଙ୍ଗର କାକଳି ପରି ସମସ୍ତଙ୍କ ହୃଦୟରେ ପ୍ରତିଧ୍ୱନି ସୃଷ୍ଟି କରିବା କଥା କହିଛନ୍ତି। ଏଇଟା ହେବ ଉତ୍ତର। ତାପରେ 2 ଗର୍ବ ଭରେ ଧର୍ମେ କରି କର୍ମେ ମୋର ଦେଖିବି ଶିର। ଏହାର ଅର୍ଥ ହେଲା ଏହାର ଅର୍ଥ ଲେଖିବ ତମେ ସ୍ୱାଭିମାନର ସହିତ ବଞ୍ଚିବା ହେଲା। ସହ ଧର୍ମକୁ ବରଣ କରି କର୍ମ କରିଚାଲିବା। ତାପରେ ରୁଗୁଣ ଜନ ପାରୁଷେ ରହି ଶୁଶ୍ରୂଷାରେ ଲାଗିବି ତାର। ଏହାର ଅର୍ଥ ହେଲା ପରହିତ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିବା। କୋଉଟା ହେବ ନା ଏଇଟା ହେବ ଆମର ରୁଗୁଣ ଜନର ସେବା ହିଁ ମାଧବ ସେବା। ଏଇଟା ହେବ ଉତ୍ତର ହେଲା। 2 ହେବ ଉତ୍ତର। ଠିକ ଅଛି। ତାପରେ 4 ଦେଖ ମୁହିତ ନୁହେଁ ମୁହୁରି ପାଇଁ ସବୁରି ଲାଗି ମୁହୁରି ପ୍ରାଣ। ଏଇଟା ହେବ ପରହିତ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବା। ତାପରେ ନେକ୍ସଟ ଯିବ। ତାପରେ ଦେଲା ଦେଖ କବିତାର ପଦ ଗୁଡ଼ିକୁ ଆଲୋଚନା କରିବା। କବିତାରୁ ଚୟନ କରାଯାଇଥିବା କେତେକ ପଦ ତଳେ ଦିଆଯାଇଛି ହେଲା। କେତେକ ପଦ ତଳେ ଦିଆଯାଇଛି ସେଗୁଡ଼ିକ ଭଲ ଭାବରେ କ'ଣ କରିବ ପଢ଼ିବ ଚିନ୍ତା କରିବ। ଆଉ ସେଥିରୁ ତୁମେ କ'ଣ ବୁଝିଲ ନିଜ ନିଜ ଭିତରେ ଆଲୋଚନା କରିବାକୁ ପାଇଛ। ଏଇଟା ଆଲୋଚନା କରିକି ଲେଖିବାକୁ ପାଇଛ ହେଲା। କବିତାର ପଦ ଗୁଡ଼ିକ ଦେଖୁଛ। ସିନ୍ଧୁ ସମ ଫେରାଇ ଦେବି ଯିଏ ସେ ଦେବ ସରଳ ହାସ ଧରଣୀ ସମ ନେବିରେ ନେବି ପକ୍ଷେ ବହି
ଆର ଅର୍ଥ ବୁଝାଉ ବୁଝେ। ତ ଆର ସରଳାର୍ଥ ଲେଖିବ। ଦେଖ ଏଟା କଟା ହେଲା, କଟାର ସରଳାର୍ଥ ଲେଖିବ। ଉକ୍ତ ପଦ୍ୟାଂଶଟି ସାହିତ୍ୟ ସୁରଭି ବହିର ଶପଥ ପଦ୍ୟରୁ ଅଣାଯାଇଛି। ଏଠାରେ କବି ଅନନ୍ତ ପଟ୍ଟନାୟକ ଉଦାରତା, କୃତଜ୍ଞତା ଓ ସହନଶୀଳତାର ଉଚ୍ଚ ଆଦର୍ଶକୁ ବର୍ଣ୍ଣନା କରିଛନ୍ତି। ଠିକ ଅଛି, ନେକ୍ସଟ କଣ ଲେଖିବ? ଲେଖିବ ଏହି ପଦରେ ଏହି ପଦ୍ୟରେ କବି ମନୁଷ୍ୟଙ୍କର ଉଦାରତା ଓ ସହନଶୀଳତାର କଥା କହିଛନ୍ତି। ସମୁଦ୍ର ପରି ଅସୀମ ହୃଦୟ ନେଇକରି ସେ ଲୋକମାନଙ୍କର କିପରି ଭଲ ପାଇବା ଓ ହସକୁ ଫେରାଇ ଦେବାକୁ ଚାହାନ୍ତି। ପୃଥିବୀ ଯେପରିକି ସମସ୍ତଙ୍କର ଭାର ସହିଥାଏ, ଠିକ୍ ସେହିପରି କବି ମଧ୍ୟ ଲୋକଙ୍କର ଦୁଃଖକୁ ନିଜ ହୃଦୟରେ କହିବାକୁ ପ୍ରସ୍ତୁତ ଅଛନ୍ତି। ଏଠାରେ କରୁଣା, ସହାନୁଭୂତି ଓ ମାନବତାର ଭାବ ପ୍ରକାଶ ପାଇଛି। ଆମେ ମଧ୍ୟ ଅନ୍ୟମାନଙ୍କ ଦୁଃଖ ବୁଝିକରି ସାହାଯ୍ୟ କରିବା ଉଚିତ ବୋଲି ଏହି ପଦ ଆମକୁ ଶିଖାଉଛି। ବୁଝିଲେ? ତ ନେକ୍ସଟ ଯିବା ନେକ୍ସଟ କ୍ୱେଶ୍ଚିନ୍ କୁ। 2 ନମ୍ବର କ୍ୱେଶ୍ଚିନ୍, ସରି ସେଟା 1 ନମ୍ବର ହବ, ଏଟା 2 ନମ୍ବର କ୍ୱେଶ୍ଚିନ୍। ତ ମୁହିଁ ତ ନୁହେଁ ମୋହରି ପାଇଁ ସବୁରି ଲାଗି ମୋହରି ପ୍ରାଣ, ସମତା ପଥେ ପତାକା ବାହି ଶାନ୍ତିର ରଚିବି ଗାନ। ଆର ଅର୍ଥ 2 ନମ୍ବର ଦେଖିବା। 1 ନମ୍ବର ସେଟା ଗଲା, 2 ନମ୍ବର ଯିବା। ତ 2 ନମ୍ବର ଦେଖ, ସରି 1 ନମ୍ବର ଦେଖ, 1 ନମ୍ବର ରହିଯାଇଥିଲା ଦେଖ 1 ନମ୍ବରଟା ଏଟା। ଏହି ପଦରେ କବିଙ୍କର ମହାନ ହୃଦୟ ଓ ମାନବ ପ୍ରେମର ପରିଚୟ ମିଳୁଛି। କବି କହୁଛନ୍ତି ଯେ ଯୋଉ ଲୋକ ତାକୁ ଏକ ସରଳ ହସ ସ୍ନେହ ଦେବ, ସେ ତାହାକୁ ସମୁଦ୍ର ପରି ବିଶାଳ ଭାବରେ ଫେରାଇ ଦେବ। ସିନ୍ଧୁ ସମ ଶବ୍ଦରେ ସମୁଦ୍ରର ଅସୀମତା ଓ ଗଭୀରତାକୁ ଉଦାହରଣ ଭାବରେ ନିଆଯାଇଛି। ଏଥିରୁ ବୁଝାଯାଏ ଯେ କବିଙ୍କର ହୃଦୟ ଅତ୍ୟନ୍ତ ବିଶାଳ ଆଉ ଉଦାର। ତାପରେ ଲେଖିବ ଧରଣୀ ସମ ନେବିରେ ନେବି ବକ୍ଷେ ବହି ପ୍ରକାଶ। କବି ପୃଥିବୀର ସହନଶୀଳତାକୁ ଉଦାହରଣ ଭାବରେ ଦେଇଛନ୍ତି। ପୃଥିବୀ ସମସ୍ତ ଜୀବଜନ୍ତୁଙ୍କର ଭାରକୁ ବହନ କରିଥାଏ, ତଥାପି କେବେ ଅଭିଯୋଗ କରେ ନାହିଁ। ସେହିପରି କବି ମଧ୍ୟ ଅନ୍ୟମାନଙ୍କର ଦୁଃଖକୁ ନିଜ ହୃଦୟରେ ସହିବାକୁ ପ୍ରସ୍ତୁତ। ଏହି ପଦରେ ଦୟା, ସହାନୁଭୂତି, ମାନବତା ଓ ତ୍ୟାଗର ଭାବ ସୁନ୍ଦର ଭାବରେ ବର୍ଣ୍ଣନା ପ୍ରକାଶ କରିଛନ୍ତି। ଆମେ ମଧ୍ୟ ଜୀବନରେ ଅନ୍ୟର ହେଲା ଦୁଃଖ ବୁଝିକରି ସାହାଯ୍ୟ କରିବା ଉଚିତ ବୋଲି ଆମେ ଏହି ପଦ୍ୟର ଖଣ୍ଡରୁ ଜାଣିପାରୁଛେ। ଠିକ ଅଛି, ଏବେ ବର୍ତ୍ତମାନ 2 ନମ୍ବର ଯିବା। 2 ନମ୍ବରର କଣ କହିଥିଲା ନା ମୁହିଁ ତ ନୁହେଁ ମୋହରି ପାଇଁ ସବୁରି ଲାଗି ମୋହରି ପ୍ରାଣ, ସମତା ପଥେ ପତାକା ବାହି ଶାନ୍ତିର ମୋହର ଅଛି। ଆର ଅର୍ଥ ଲେଖିବା ବର୍ତ୍ତମାନ ଯିବା। ତ ଏଇଟା ହେଲା ତୁମର 2 ନମ୍ବରର ଉତ୍ତର। 2 ନମ୍ବର ଦେଖ, ମୁହିଁ ତ ରଚିବାକୁ କଣ କହିଛି ଜ୍ଞାନ ନାକି। ତ ଉକ୍ତ ପଦ୍ୟାଂଶଟି ସାହିତ୍ୟ ସୁରଭି ବହିର ଶପଥ ପଦ୍ୟରୁ ଅଣାଯାଇଛି। ଏଠାରେ କବି ଅନନ୍ତ ପଟ୍ଟନାୟକ ଉଚ୍ଚ ମାନବବାଦୀ ହେଲା ଆଦର୍ଶ, ନିଷ୍କାମ ଓ ସେବା ଭାବ ଓ ସମତା ଶାନ୍ତିର ମହତ୍ଵକୁ ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣନା। ତାପରେ ଲେଖିବେ ସେଇ 2 ନମ୍ବର ହିଁ ଏହି ପଦ୍ୟରେ ହେଲା କବି ନିଜର ସ୍ୱାର୍ଥ ଛାଡ଼ିକିରି ସମସ୍ତଙ୍କର ମଙ୍ଗଳ ପାଇଁ ବଞ୍ଚିବାର ଆଦର୍ଶ ଦେଖାଇଛନ୍ତି। ସେ କେବଳ ନିଜ ପାଇଁ ନୁହଁ, ସମସ୍ତ ମଣିଷଙ୍କର ସୁଖ ଶାନ୍ତି ପାଇଁ ଜୀବନ ଦେବାକୁ ଚାହାନ୍ତି। ସମତା ପଥରେ ପତାକା ବାହିର ଅର୍ଥ ହେଉଛି ସମାନତା ହେଲା ଓ ନ୍ୟାୟର ସନ୍ଦେଶ ପ୍ରଚାର କରିବା। କବି ଚାହାନ୍ତି ଯେ ସମାଜରେ ଭେଦଭାବ ନ ରହୁ ଏବଂ ସମସ୍ତେ ଶାନ୍ତିରେ ବଞ୍ଚନ୍ତୁ ହେଲା। ଏହି ପାଦ ଆମକୁ ନିଷ୍କାମ ସେବା, ଭାଇଚାରା ଓ ଶାନ୍ତିର ପାଠକୁ ଆମକୁ ପଢ଼ାଉଛି। ନେକ୍ସଟ ଯିବା। ନେକ୍ସଟ ଲେଖିବ ଏହି ପଦରେ କବିଙ୍କର ନିଷ୍କାମ ଭାବନା ଓ ସମାଜ ସେବାର ଆଦର୍ଶ ପ୍ରକାଶ ପାଇଛି ହେଲା। କବି କହୁଛନ୍ତି ଯେ ସେ କେବଳ ନିଜର ସ୍ୱାର୍ଥ ପାଇଁ ବଞ୍ଚୁନାହାନ୍ତି, ତାଙ୍କର ଜୀବନ ସମସ୍ତଙ୍କର ମଙ୍ଗଳ ପାଇଁ ଉତ୍ସର୍ଗିତ। ସବୁରି ଲାଗି ମୋହରି ପ୍ରାଣ ବାକ୍ୟରେ କବିଙ୍କର ପରୋପକାର ମନୋଭାବ ପ୍ରକାଶ ପାଇଛି। ସେ ଚାହାନ୍ତି ଯେ ତାଙ୍କର ଜୀବନ ଅନ୍ୟମାନଙ୍କ ପାଇଁ ଉପକାରୀ ହଉ। ସମତା ପଥେ ପତାକା ବାହି, ଆର ଅର୍ଥ ହେଲା ଯେ ସମାଜରେ ସମାନତାର ସନ୍ଦେଶ ପ୍ରଚାର କରିବା। କବି ଚାହାନ୍ତି ଯେ ଧନୀ ଦରିଦ୍ର, ଉଚ୍ଚ ନିଚ, ଧର୍ମ ଜାତି ଧର୍ମ ଭେଦଭାବର ଦୂର ହଉ, ସମସ୍ତେ ମଣିଷ ଏକ ସମାନ ଅଧିକାର ଓ ସମ୍ମାନ ପାଆନ୍ତୁ। ଶାନ୍ତର ମୁରବୀ ରଚିବି ଗାନ, ଏହାର ଅର୍ଥ ଏହି ବାକ୍ୟରେ କବି କହିଛନ୍ତି ଶାନ୍ତି, ଭାଇଚାରା ଓ ପ୍ରେମର ଜଗତ ଗଢ଼ିବାକୁ ଚାହାନ୍ତି। ଏହି ପଦ ଆମକୁ ନିଜର ସ୍ୱାର୍ଥ ଛାଡ଼ିକିରି ସମାଜର କିପରି ମଙ୍ଗଳ ହବ ସେଥିପାଇଁ କାମ କରିବାକୁ ମଧ୍ୟ ଦେଉଛି। ଠିକ ଅଛି, ତାପରେ ନେକ୍ସଟ କ୍ୱେଶ୍ଚିନ୍ ଯିବା। ତାପରେ ତମ ପାଇଁ ନେକ୍ସଟ କ୍ୱେଶ୍ଚିନ୍ ରହିବ 3 ନମ୍ବର। ଝରଣା ସମ ଝରିବି ହସି ତୃଷ୍ଣାକାର ରଖିବି ନାହିଁ, ଶସ୍ୟ ଦଳେ ଧରିବି ଲସି ଫକୀର ଗୋପ ଜୀବରେ। ଏହାର ଅର୍ଥ ଲେଖିବ, ତାକୁ ଲେଖିବ 3 ନମ୍ବର ଦେଖ, 3 ନମ୍ବର ଲେଖିବ ଉକ୍ତ ପଦ୍ୟାଂଶଟି ସାହିତ୍ୟ ସୁରଭି ବହିର ଶପଥ ପଦ୍ୟରୁ ଅଣାଯାଇଛି। ଏଠାରେ କବି ଅନନ୍ତ ପଟ୍ଟନାୟକ
ଝରଣା ସଦୃଶ୍ୟ ହୋଇକିରି ସମସ୍ତଙ୍କର ତୃଷ୍ଣାକୁ କିପରି ନିବାରଣ କରିବେ ଓ ସବୁଜ ସତେଜ ଶସ୍ୟ ହୋଇକିରି କିପରି ଗୋପୀଙ୍କର ଭୋକକୁ ମେଣ୍ଟେଇବେ ବୋଲି ସେ ବର୍ଣ୍ଣନା ମଧ୍ୟ କରିଛନ୍ତି। ତାପରେ ଆହୁରି କଣ ଲେଖିବ? ତାପରେ ଲେଖିବ ଏହି ପଦରେ କବି ନିଜରକୁ ଝରଣା ସହିତ ତୁଳନା କରିଛନ୍ତି। ଝରଣା ଯେପରି ସମସ୍ତଙ୍କର ତୃଷ୍ଣାକୁ ଶାନ୍ତ କରିଥାଏ ବା ମେଣ୍ଟେଇଥାଏ, ସେହିପରି କବି ମଧ୍ୟ ଲୋକଙ୍କର ଆବଶ୍ୟକତା ପୂରଣ କରିବାକୁ ଚାହାନ୍ତି। ଶସ୍ୟ ଦଳେ ଧରିବି ଲସି ବୋଲି କବି ଧାନ ଓ ଅନ୍ନର ସମୃଦ୍ଧି ଦ୍ୱାରା କିନ୍ତୁ ଭୋକ ଲୋକଙ୍କର ଦୂର କରାହେବ ତାର ଇଚ୍ଛା ପ୍ରକାଶ କରିଛନ୍ତି। ଏଠାରେ ସେବା ଭାବ, ଦୟା, ପରୋପକାର ମହତ୍ଵକୁ ଦେଖାଯାଉଛି। ଏହି ପଦ ଆମକୁ ଶିଖାଏ ଯେ ଆମେ କିପରି ଅନ୍ୟଙ୍କର ଦୁଃଖକୁ ଦୂର କରି ସମାଜର ଉପକାର ମଧ୍ୟ ନେକ୍ସଟ ଦେଖ ଆଉ କଣ ଲେଖିବ? ତାପରେ ଲେଖିବ ଏହି ପଦରେ କବି ନିଜକୁ ଝରଣା ଓ ଶସ୍ୟ ସହିତ ତୁଳନା କରିଛନ୍ତି। ଝରଣା ଯେପରି ସବୁବେଳେ ଜଳ ଦେଇକି ଲୋକମାନଙ୍କର ତୃଷ୍ଣା ମେଣ୍ଟେଇଥାଏ ବା ଦୂର କରେ, ଠିକ ସେହିପରି କବି ମଧ୍ୟ କଣ ହସମୁଖରେ ଲୋକମାନଙ୍କର ସେବା କରିବାକୁ ଚାହାନ୍ତି। ନେକ୍ସଟ ଲେଖିବ ତୃଷ୍ଣାକାର ରଖିବୁ ନାହିଁ ବୋଲି କବି ସମସ୍ତଙ୍କର ଅଭାବ ଓ ଆବଶ୍ୟକତା ପୂରଣ କରିବା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି। ନେକ୍ସଟ ଲେଖିବ ଶସ୍ୟ ଦଳେ ଧରିବି ଲସି ବାକ୍ୟରେ ସବୁଜ ଧାନ କ୍ଷେତ୍ରରେ ଚିତ୍ର ଫୁଟି ଉଠିଛି। ଧାନ ଯେପରିକି ମଣିଷର ଭୋକ ଦୂର କରିଥାଏ, କବି ମଧ୍ୟ ଚାହାନ୍ତି ଯେ ପୃଥିବୀରେ କେହି ଭୋକିଲା ରହନ୍ତୁ ନାହିଁ। ଭୋକିର ଭୋକ ଜୀବରେ କାହିଁ ବୋଲି କବି ଏକ ସୁଖୀ ଓ ସମୃଦ୍ଧ ସମାଜର କଳ୍ପନା ମଧ୍ୟ କରିଛନ୍ତି। ଏହି ପଦରେ ଦୟା, ପରୋପକାର, ଉଦାରତା, ମାନବ ସେବା ଭାବ ପ୍ରକାଶ ପାଇଛି। ଏହା ଆମକୁ ଶିଖାଏ ଯେ ଅନ୍ୟଙ୍କର ଦୁଃଖ ଦୂର କରିବା ହେଉଛି ଗୋଟେ ସତ୍ୟ ମାନବ। ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। ନେକ୍ସଟ ଆମେ ଦେଖ ଅନ୍ୟମାନଙ୍କର କଳ୍ପନାର ଦେଖିବା ମିଳିମିଶି ଆଲୋଚନା କରିବାକୁ ଦେଇଛି। କଣ ଦେଇଛି? ପ୍ରଥମେ ନା ଗଠିତ କବିତାରେ ଶପଥର ଆହ୍ୱାନ ଦିଆଯାଇଛି। ତୁମ ବିଚାରଧାରାରେ କୋଉ କୋଉ ଶପଥ ଅଧିକ ମହତ୍ୱପୂର୍ଣ୍ଣ ଏବଂ କାହିଁକି ଆଲୋଚନା କର ଏବଂ ଏହି ବିଷୟରେ ଏକ ପରିଚ୍ଛେଦ ଲେଖିବାକୁ କହିଛି। ତ ପରିଚ୍ଛେଦ କେମିତି ଲେଖିବ ଦେଖ। ତ କର ଦେଖ ପରିଚ୍ଛେଦ କେମିତି ଲେଖିବ? ମୋ ଜୀବନର ମହତ୍ୱପୂର୍ଣ୍ଣ ଶପଥ। ତ ଏଟାକୁ ଦେଖ କେମିତି ଲେଖିବ। ଲେଖିବ ଶପଥ କବିତାରେ କବି ମଣିଷକୁ ସତ୍ୟ, ପରୋପକାର ଓ ମାନବତାର ପଥରେ ଚାଲିବାକୁ ଆହ୍ୱାନ କରିଛନ୍ତି। ମୋ ଜୀବନରେ ସତ୍ୟ କହିବା, ଅନ୍ୟକୁ ସହାୟତା କରିବା ଓ ଦେଶକୁ ଭଲ ପାଇବାର ଶପଥ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ସତ୍ୟ ମଣିଷକୁ ସମ୍ମାନ ଦେଇଥାଏ ଏବଂ ଭଲ ଚରିତ୍ର ଗଢ଼ିଥାଏ। ଅସହାୟ ଓ ଦୁଃଖୀ ଲୋକଙ୍କୁ ସହାୟତା କଲେ ସମାଜରେ ପ୍ରେମ ଓ ସମ୍ମିଳନ ବଢ଼େ। ଦେଶ ପ୍ରେମ ମଣିଷକୁ ଦେଶର ଉନ୍ନତି ପାଇଁ କାମ କରିବାର ପ୍ରେରଣା ଦେଇଥାଏ। ତେଣୁ ଏହି ଶପଥ ଗୁଡ଼ିକ ମୋ ଜୀବନର ସୁନ୍ଦର ଓ ଆଦର୍ଶମୟ କରିପାରେ। ତ କଟା ଦେଖ ଦେଇଛି କଣ? କଟା ନା ଧରଣୀ ସମ ନେବିରେ ନେବି ବକ୍ଷେ ବହି ଦୁଃଖ ପ୍ରକାଶ। ଉକ୍ତ ପଦ୍ୟରେ କବିଙ୍କର ଆହ୍ୱାନକୁ ସାର୍ଥକ କରିବା ନିମିତ୍ତ ତୁମେ କୋଉ ଭଳି କାର୍ଯ୍ୟ କରିବା କଥା ଭାବୁଛ ଆଲୋଚନା କରିବାକୁ ଦେଇଛି। ତ ଦେଖ କଟ ଆନ୍ସର ଏମିତି ଲେଖିବ। କଣ ଲେଖିବ? ବର୍ତ୍ତମାନ ଆମେ ସେ ବିଷୟରେ ଆଲୋଚନା କରିବା। ଦେଖ ଧରଣୀ ସମ ନେବିରେ ନେବି ବକ୍ଷେ ବହି ଦୁଃଖ ପ୍ରକାଶ ପଦରେ କବି ମଣିଷକୁ ଧୈର୍ଯ୍ୟଶୀଳ ଓ ସହନଶୀଳ ହେବାକୁ ଆହ୍ୱାନ କରିଛନ୍ତି। ପୃଥିବୀ ଯେପରି ସମସ୍ତଙ୍କର ଭାର ବହନ କରେ, ଠିକ୍ ସେହିପରି ଆମେ ମଧ୍ୟ ଅନ୍ୟମାନଙ୍କ ଦୁଃଖକୁ ବୁଝିକିରି ସହାୟତା କରିବା ଉଚିତ। ମୁଁ ଗରିବ ଲୋକଙ୍କୁ ସହଯୋଗ କରିବି, ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ପଢ଼ାରେ ସାହାଯ୍ୟ କରିବି ଏବଂ ବୃଦ୍ଧମାନଙ୍କୁ ସମ୍ମାନ ଦେବି। କାହାର ଦୁଃଖ ଦେଖିକି ହସିବି ନାହିଁ। ଠିକ ଅଛି। ଆଉ କଣ କରିବି? ହସିବି ନାହିଁ, ବରଂ ସାନ୍ତ୍ୱନା ଦେବି ଓ ସହଯୋଗ ଦେବାକୁ ଚେଷ୍ଟା କରିବି। ଏହିପରି କାର୍ଯ୍ୟ ଦ୍ୱାରା ହିଁ କବିଙ୍କର ଆହ୍ୱାନ ସାର୍ଥକ ହେବ। ଠିକ ଅଛି। ତାପରେ ଯିବା ଗ ବିଟକୁ। ନା ଶପଥ କବିତାରେ ତମେ କେତୋଟି ଶପଥକୁ ନିଜେ ସାକାର କରିପାରିବ ସାଙ୍ଗମାନଙ୍କ ସହିତ ଆଲୋଚନା କରିବାକୁ ଅଛି। ତ ବର୍ତ୍ତମାନ କଣ କରିବା? କବିତାରେ କେତେଟା ଶପଥକୁ ଆମେ ନିଜେ ସାକାର କରିପାରିବା ସେଇଟା ଲେଖିବା। ଲେଖିବ ଶପଥ କବିତାରେ ଥିବା ଅନେକ ଶପଥକୁ ମୁଁ ନିଜ ଜୀବନରେ ସାକାର କରିପାରିବି। ଯଥା ସତ୍ୟ କହିବା, ମାତା ପିତାଙ୍କୁ ସମ୍ମାନ କରିବା, ଦେଶକୁ ଭଲ ପାଇବା, ଅନ୍ୟଙ୍କୁ ସହାୟତା କରିବା ଓ ପରିଶ୍ରମ କରିବା। ଏହି ଶପଥ ଗୁଡ଼ିକ ପାଳନ କଲେ ମୁଁ ଭଲ ମଣିଷ ହୋଇପାରିବି ଏବଂ ସମାଜର ଉନ୍ନତିରେ ମଧ୍ୟ ଆମର ଅବଦାନ ଦେଇପାରିବି। ଠିକ ଅଛି। ଦେଖିବ ତାପରେ ଘ ବିଟ ହେଇଥିବ। ତାପରେ ଘଟା ଦେଖ କଣ ଦେଇଛି? ନା ସମାଜର କୋଉ କୋଉ ବର୍ଗର ବ୍ୟକ୍ତିମାନଙ୍କୁ ସହାୟତା ପ୍ରଦାନ କରିପାରିବ
ପଠିତ କବିତାରେ ମାଧ୍ୟମରେ ଆଲୋଚନା କରିବାକୁ ହୋଇଛି। କୋଉ କୋଉ ବର୍ଗର ବ୍ୟକ୍ତିମାନଙ୍କୁ ଆମେ ସହାୟତା ପ୍ରଦାନ କରିବୁ। ତାକୁ ଲେଖିବ ଘଟା ଏମିତି ଲେଖିବ। ଲେଖିବ ପଠିତ କବିତା ମାଧ୍ୟମରେ ସମାଜର ଅନେକ ବର୍ଗର ଲୋକଙ୍କୁ ସହାୟତା ପ୍ରଦାନ କରିବାର ପ୍ରେରଣା ପାଉ, ଯଥା ଗରିବ ଲୋକଙ୍କୁ, ଅସହାୟ ଶିଶୁ, ବୃଦ୍ଧ ବ୍ୟକ୍ତି, ଦିବ୍ୟାଙ୍ଗ ଲୋକ ଓ ରୋଗୀମାନଙ୍କୁ ସହାୟତା କରିପାରିବା। ସେମାନଙ୍କୁ ଆମେ ଖାଦ୍ୟ, ବସ୍ତ୍ର ଓ ଔଷଧ, ଶିକ୍ଷା ସହଯୋଗ କରିବା ଉଚିତ। ଏହାଦ୍ୱାରା କ'ଣ ହେବ? ସମାଜରେ ଭଲ ପାଇବା, ଦୟା ଓ ମାନବତା ମଧ୍ୟ ବୁଝିବା। ତାପରେ ତମକୁ ଦେଲା କବିତା ରଚନା। ପଠିତ କବିତାଟିରେ ମିଥ୍ୟା କଥା, ହିଂସା, ବ୍ୟଥା, ଅଦୃଶ୍ୟମ ଧୈର୍ଯ୍ୟ, ଦୁଃଖ ପ୍ରାସ, ଶାନ୍ତିର ଗାନ ପ୍ରଭୃତି ପଦ ଗୁଡ଼ିକରେ ବୈଶିଷ୍ଟ୍ୟକୁ ଆଲୋଚନା କରିକି ଏସବୁର ଭାବଧାରାକୁ ନେଇକରି କିଛି କବିତା ଲେଖିବାକୁ ଚେଷ୍ଟା କର କହିଛି। ଏ ବିଷୟରେ ଆମେ ଶିକ୍ଷକ ପିତାମାତାଙ୍କୁ ସାହାଯ୍ୟ ନେବା। କବିତା ରଚନା ବିଷୟରେ ଦେଇଛି, ଏଭଳିଆ କ'ଣ କରିବ? ଶପଥ କବିତାର ଭାବଧାରାକୁ କବିତା ରଚନା ମାଧ୍ୟମରେ ଲେଖିବ। ମିଥ୍ୟା କଥା ଛାଡ଼ି ଦେଇ ସତ୍ୟର ପଥେ ଚାଲିବି, ହିଂସା ବ୍ୟଥା ଦୂର କରି ଶାନ୍ତିର ଗୀତ ଗାଇବି। ତାପରେ ଲେଖିବ ଅଦୃଶ୍ୟମ ଧୈର୍ଯ୍ୟ ଧରି ଦୁଃଖକୁ ବସି ସହିବି, ଝରଣା ସମ ନିର୍ମଳ ହୋଇ ସବୁ ହୃଦୟ ଛୁଇଁବି। ନେକ୍ସଟ ଷ୍ଟେପ୍ କ'ଣ ଲେଖିବ? ସୂର୍ଯ୍ୟ ସମ ଜଳି ଉଠି ଅନ୍ଧକାରକୁ ହଟାଇବି, ପବନ ସମ ସ୍ନେହ ବାଣ୍ଟି ନୂତନ ଜଗତ ଗଢ଼ିବି। ତାପରେ ଦେଖ ଏଠି ଆସିଲା ସର୍ଜନଶୀଳତା। ଶପଥ କବିତାରେ ସୂର୍ଯ୍ୟ ସମ ଜଳିବା, ପବନ ସମ ଛୁଇଁ, ଝରଣା ସମ ଝରିବି, ଅଗ୍ନି ସମ ବହିବି। ଏଥିରେ ବିଶେଷ୍ୟ ପଦ ସୂର୍ଯ୍ୟ, ପବନ, ଝରଣା, ଅଗ୍ନି ସହିତ କ୍ରିୟା ଜଳିବା, କ୍ରିୟା ଭିତରେ କୋଉଟା? ଜଳିବା, ଛୁଇଁବା, ଝରିବା, ଦହିବା ହେଲା ଆଦି ବ୍ୟବହୃତ ହେଇଛି। ସେହିପରି ତୁମେ କ'ଣ କରିବ ନା କବିତାରୁ ଯେକୌଣସି ବିଶେଷ୍ୟ ପଦଟିଏ ବ୍ୟବହାର କରିକି ପଦ ରଚନା କରିବ ଏବଂ ଶ୍ରେଣୀରେ ଆବୃତ୍ତି କରିବାକୁ ହେଇଛି। ତ କେମିତି ଦେଖ ପଦ ରଚନା କରିବ? ଲେଖିବ ତ ସର୍ଜନଶୀଳତା ପଦ ରଚନା କହିଛି। ଦେଖ ଏମିତି ଲେଖିବ। ଚନ୍ଦ୍ର ସମ ହସିବି, ହେଲା। ତାପରେ ସାଗର ସମ ଗଭୀର ହେବି, ଫୁଲ ସମ ସୁଗନ୍ଧ ଛଡ଼ାଇବି, ହେଲା। ବୃକ୍ଷ ସମ ଛାୟା ଦେବି, ହେଲା। ନଦୀ ସମ ବହିବି, ଚାଲିବି, ନିଶ୍ଚୟ ଉଦାହରଣ ତମକୁ ଏଭଳିଆ ଲେଖିଦବ ସେମିତି ଯେମିତି ଲେଖିଲି। ତାପରେ ଦେଖ କବିତାର ଶୀର୍ଷକ। କବିତାର ଶୀର୍ଷକ ହେଲା ଶପଥ ରହିଛି। ତୁମେ ଯଦି ଏହି କବିତାର ଶୀର୍ଷକ ପରିବର୍ତ୍ତନ କରିବାକୁ ଚାହୁଁଛ ତେବେ ଏହାର ନାମକରଣ କ'ଣ ହେବ ଓ କାହିଁକି ଦେବାକୁ ଭାବୁଛ ଆଲୋଚନା କରିବାକୁ ପଡୁଛି। ତ ଦେଖ ଏଟାକୁ ତମେ କ'ଣ ଲେଖିପାରିବ? ତ ଏଠି ଲେଖିବ ତମେ ଉତ୍ତରରେ, ମୁଁ ଯଦି ଶପଥ କବିତାର ଶୀର୍ଷକ ପରିବର୍ତ୍ତନ କରିଥାନ୍ତି ତେବେ ଏହାର ନାମ ନୂତନ ପଥ କିମ୍ବା ସତ୍ୟର ସଂକଳ୍ପ ବୋଲି ଦେଇଥାନ୍ତି। ଏହାର କାରଣ ହେଲା କ'ଣ ପାଇଁ ଦେବି ନା କବିତାଟିରେ ସତ୍ୟ, ଶାନ୍ତି, ସହନଶୀଳତା, ପ୍ରେମ ଓ ମାନବତାର ପଥରେ ଚାଲିବାର ଆହ୍ୱାନ ଦିଆଯାଇଛି। ଆଉ କ'ଣ ହେଇଛି ନା କବି ନିଜକୁ ସୂର୍ଯ୍ୟ, ପବନ, ଝରଣା ଓ ଅଗ୍ନି ସହିତ ତୁଳନା କରିକି ଭଲ କାମ କରିବାର ମଧ୍ୟ ସଂକଳ୍ପ କରିଛନ୍ତି। ସେଥିପାଇଁ ନୂତନ ପଥ ନାମଟି ଜୀବନର ଭଲ ଓ ସତ୍ୟମୟ ପଥକୁ ସୂଚାଏ। ତାପରେ ଲେଖିବ ଏହା ଛଡ଼ା ସତ୍ୟର ସଂକଳ୍ପ ନାମଟି ମଧ୍ୟ ଉଚିତ, କାରଣ କବିତାର ମୁଖ୍ୟ ଭାବରେ ହେଉଛି ସତ୍ୟ ଓ ଶାନ୍ତିର ପଥରେ ଅତୁଟ ରହିବାର ପ୍ରତୀକ। ନେକ୍ସଟ କ୍ୱେଶ୍ଚିନ୍ ଯିବ। ତାପରେ ତମକୁ ଦେଇଛି ଦେଖ ଭାଷା ବିଚାର, ହେଲା। ପଠିତ କବିତାରେ କବି କୋଉପରି ହେବା ପାଇଁ ଶପଥ ନେଇଛନ୍ତି ନିମ୍ନ ରେଖା ଚିତ୍ରରେ ଥିବା ଶୂନ୍ୟ ସ୍ଥାନକୁ ପୂରଣ କରିବାକୁ ପଡେ। ତ ଦେଖ ଶପଥ ସୂର୍ଯ୍ୟ ସମ ଜଳିବି ଆଉ କ'ଣ ହେବାକୁ ଦେଇଛନ୍ତି ଲେଖିବ। କେମିତି ଲେଖିବ? ଯୋଉ ଦେଇଛି ଏଟାକୁ ଆମେ ଫିଲ୍ଅପ୍ କରିବା କଥା, ହେଲା। ତ ଏଟାକୁ ତମେ କ'ଣ କରିବ? ଏମିତି ଲେଖିବ, ହେଲା। ସେଇ ଯୋଉ ଘର ଭିତରେ ତମେ ଲେଖିବ ସୂର୍ଯ୍ୟ ସମ ଜଳିବି, ପବନ ସହିତ ପବନ ସମ ଛୁଇଁବି, ଝରଣା ସମ ଝରିବି, ଅଗ୍ନି ସମ ଦହିବି, ହେଲା। ଅଗ୍ନି ସମ ଧୈର୍ଯ୍ୟ ଧରିବି, ଶାନ୍ତିର ଗାନ ଗାଇବି, ଏମିତି ତମେ ଲେଖିବ। ଦୁଃଖ ତ୍ରାସ ଦୂର କରିବି, ହେଲା। ତାପରେ ମିଥ୍ୟା କଥା ଛାଡ଼ି ସତ୍ୟ କଥା ଚାଲିବି, ତାପରେ ନେକ୍ସଟ ଯିବା କ୍ୱେଶ୍ଚିନ୍କୁ। ଏଇଠି ତମେ ଲେଖିବ, ନିଶ୍ଚୟ। ତାପରେ ଘରେ ଦେଲା ତମକୁ କବିତାରୁ ଅଣାଯାଇଥିବା କିଛି ଶବ୍ଦ ତଳେ ଦିଆଯାଇଛି ଏବଂ ସେଇ ଶବ୍ଦମାନଙ୍କର ପାର୍ଶ୍ୱରେ କେତେକ ସମାନାର୍ଥବୋଧ ଶବ୍ଦ ଦିଆଯାଇଛି। ତ ଯୋଉ ଶବ୍ଦଟି ସେମାନଙ୍କ ମଧ୍ୟରୁ ଅଲଗା ଅର୍ଥ ବୁଝାଉଛି ତା ଦେହରେ ଗୋଲ ବୁଲାଇବାକୁ ଅଛି। ତ ଏଠି ଦେଖ, ଏଠି ତମେ ଜାଣିପାରୁଛ କ'ଣ କହିଛି? କବିତାରୁ ଅଣାଯାଇଥିବା କିଛି ଶବ୍ଦ ତଳେ ଦିଆଯାଇଛି, ସେଇ ଶବ୍ଦମାନଙ୍କ ପାର୍ଶ୍ୱରେ କେତେକ ସମାନାର୍ଥବୋଧ ଶବ୍ଦ ଦିଆଯାଇଛି। ଯୋଉ ଶବ୍ଦଟି ସେମାନଙ୍କ ଭିତରୁ ଅଲଗା ସେଇଟାକୁ ଗୋଲ ବୁଲାଇବାକୁ ଅଛି, ଅଲଗାଟା। ସୂର୍ଯ୍ୟର ରବି ହବ, ଦିବାକର ବି ହବ, ଯେପରି ସୁଧାକର ଅଲଗା, ହେଲା। ଠିକ୍ ସେହିପରି ପବନର ସମୀର, ହେଲା। ଅନଳ, ହେଲା। ଅନଳ ବି ହବ ନା ଅନଳଟା ଅଗ୍ନିର, ହେଲା।
ଅଲଗା ଭାବେ କୋଉଟା ହବ ଦେଖ, ମୁଁ ତମକୁ କହିଲି କୋଉଟା ଅଲଗା ହବ। ପବନର ସମୀର ପ୍ରବଞ୍ଜନ ହବ, ଅନଳ ହବ ନାହିଁ। ଅନଳଟାକୁ ବୁଲେଇ ଦବ ହେଲା। ତାପରେ ହେଲା ଅନଳ ଅର୍ଥ ଅଗ୍ନି ହେଲା। ତାପରେ ସେମିତି ଏଠି ଦେଖ ସୁଧାକର ଅର୍ଥ କଣ, ସୁଧାକରଟା ଅଲଗା ହବ। ସୁଧାକର କଣ ପାଇଁ ଅଲଗା ହବ ନା ସୁଧାକର ଅର୍ଥ ହେଲା ଚନ୍ଦ୍ର ହେଲା। ସେହିପରି ନେକ୍ସଟ ଯିବା ଅଦ୍ରି। ଅଦ୍ରି ଦେଖ ଶିଖରୀ ଦେଇଛି, ପର୍ବତ ଦେଇଛି, ପଡିଆ ଦେଇଛି। ଶିଖରୀ ପର୍ବତ ହଉଛି ଅଦ୍ରି, ଅଦ୍ରି ମାନେ ପର୍ବତର ଅନ୍ୟ ନାଁଟା, କିନ୍ତୁ ପଡିଆ ବୋଲେ ତ ପଡିଆର ଅର୍ଥ ହେଲା ଖୋଲା ଜାଗାଟା, ପଡିଆ ବୋଲି କହିବା ହେଲା। ଠିକ ସେହିପରି ନେକ୍ସଟ ଦେଖ ଧରଣୀ। ଧରଣୀର ଅର୍ଥ ଧରା ବସୁଧା ହବ, ସୂତା ହବ ନାହିଁ। ସୂତାର ଅର୍ଥ ହେଲା ପୁଅ ବା ସନ୍ତାନ ହେଲା। ତାପରେ ସେମିତି ପରାଗ। ପରାଗ ବୋଲେ ପଙ୍କଜ ପଦ୍ମ ହବ, ଅରବିନ୍ଦ ବି ହବ, ହବ କି? ତ ଶସ୍ୟ, ଶସ୍ୟଟା ହବ ଅଲଗା ହେଲା। ଶସ୍ୟ କଣ ପାଇଁ, ଶସ୍ୟର ଅର୍ଥ ହେଲା ଧାନ, ଧାନ ଗହମ ହେଲା। ଶସ୍ୟ ଯେକୌଣସି ଧାନ ଗହମ ଯାଇପାରିବ, ମାଣ୍ଡିଆ ବି ଯାଇପାରିବ, ବୁଝିପାରିଲ? ତ ପରାଗ ବୋଲେ ଏଇଟା ଆସିବ ହେଲା। ତ ଏଇଟା ଅଲଗା। ନେକ୍ସଟ ଦେଖ ଜହ୍ନ। ଜହ୍ନର ଅର୍ଥ ହେଲା ନିଶାକର, ରାତିକି ହଉଛି ଯେହେତୁ ସୁଧାକର ବି ହବ, ପରାଗ ହବ ନାହିଁ। ପରାଗର ଅର୍ଥ ହେଲା କଣ, ଫୁଲର ରେଣୁକୁ କୁହାଯାଉଛି ପରାଗ, ବୁଝିଲ? ନେକ୍ସଟ ତାପରେ ଦେଖ ନେକ୍ସଟ ଗଟା ଦେଖ, କବିତାରେ ଥିବା ନିମ୍ନଲିଖିତ କ୍ରିୟାପଦ ଗୁଡ଼ିକୁ ନେଇକି ବାକ୍ୟ ଗଠନ କରିକି ଚାର୍ଟ କାଗଜରେ ଲେଖିବା ଆଉ ଶ୍ରେଣୀ କକ୍ଷରେ ଟାଙ୍ଗିବାକୁ ପଡୁଛି। କଣ କରିବାକୁ ପଡୁଛି, ବାକ୍ୟ ଗଠନ କରିବାକୁ। ଜଳିବି, ଢଳି, ଖେଳି, ଝରିବି, ଦହିବି, ଗାଇବି, ଏଗୁଡ଼ା ନେଇକି ବାକ୍ୟ ଗଠନ କରିକି ଲେଖିବାକୁ ପଡୁଛି। ତାକୁ କେମିତି ଲେଖିବ, ତ ଏଇଭଳିଆ ତମେ ଲେଖିଦେବ ବାକ୍ୟ ଗଠନ। ଜଳିବି, ମୁଁ ସତ୍ୟ ପାଇଁ ସୂର୍ଯ୍ୟ ସହ ଜଳିବି ହେଲା। ତାପରେ ଢଳି, ସନ୍ଧ୍ୟା ବେଳେ ସୂର୍ଯ୍ୟ ପଶ୍ଚିମରେ, ପଶ୍ଚିମ ଦିଗକୁ ହେଲା, ପଶ୍ଚିମ ଦିଗରେ ହେଲା ଢଳିଯାଏ ହେଲା। ହେଲେ ଦିଗକୁ ବି ଲେଖିବ ହେଲା, ଦିଗକୁ ଢଳିଯାଏ। ତାପରେ ଖେଳି, ଖେଳି ସେମିତି ଲେଖିବ ଆମେ ପ୍ରତିଦିନ ଖେଳିଥାଉ ହେଲା, ମାଟିରେ ହେଲା, ନହେଲେ ଲେଖିବ ପଡିଆରେ ହେଲା, ପଡିଆରେ ହେଲା ଖେଳିଥାଉ ହେଲା। ନେକ୍ସଟ ତାପରେ ଲେଖିବ ଝରି, ବର୍ଷାରେ ପାହାଡରୁ ଝରଣା ଝରି ପଡେ ହେଲା। ତାପରେ ନେକ୍ସଟ ରହିବ ତମର ଦହିବି। ଦହିବି, ଦହିବି ଅର୍ଥ ଅନ୍ୟାୟ ଦେଖି ମୁଁ ଅଗ୍ନି ସମ ଦହିବି। ତାପରେ ଗାଇବି, ମୁଁ ଶାନ୍ତିର ଗୀତ ଗାଇବି। ନେକ୍ସଟ କ୍ୱେଶ୍ଚନ କୁ ଯିବା। ନେକ୍ସଟ ଦେଖ ଏଇଠି ତମକୁ ଦେଲା ଦୈନନ୍ଦିନ ହେଲା। ତୁମେ ଯେକୌଣସି ଗୋଟିଏ ଦିନର କାର୍ଯ୍ୟକଳାପ ଉପରେ ଧ୍ୟାନ ଦବ ଏବଂ ତୁମର ଦୈନନ୍ଦିନ ପୁସ୍ତିକାରେ ଲେଖିବ ଆଉ ତୁମେ କୋଉ ସମୟରେ ହସିଥିଲ, ଗୀତ ଗାଇଥିଲ ଏବଂ କାନ୍ଦିଥିଲ ଏଇଟା କରିବ। ଏଇଟା ତମେ ନିଜ କାମ କରିବା ପାଇଁ ଦେଇଛି, କଣ କଣ କରିଥିଲ ଦିନଟା ଯାଏ। ତ ଏଇଭଳିଆ ତମେ ଗୋଟେ ଡେଟ୍ ପକେଇଦବ, ତାରିଖ ଏଟା ତମର ଡେଟ୍ ପକେଇବାଟା ତମ ଡେଟ୍ ପକେଇବ। ତାପରେ ଲେଖିବ ଆଜି ସକାଳ 6ଟାରେ ମୁଁ ଉଠିଲି। ପ୍ରତିଦିନ ତମ ଦିନର ଗୋଟେ ଦୈନିକ କାର୍ଯ୍ୟ ଲେଖିବ। ସକାଳେ ବନ୍ଧୁମାନଙ୍କ ସହିତ କଥା ହେବା ବେଳେ ବହୁତ ହସିଥିଲି। ବିଦ୍ୟାଳୟର ସଙ୍ଗୀତ ଶ୍ରେଣୀରେ ସକାଳ 11ଟା ସମୟରେ ମୁଁ ଏକ ସୁନ୍ଦର ଗୀତ ମଧ୍ୟ ଗାଇଥିଲି, ଲେଖିବ। ତାପରେ ଲେଖିବ ସନ୍ଧ୍ୟାବେଳେ ମୋର ପ୍ରିୟ ଖେଳନାଟି ଭାଙ୍ଗି ଯାଇଥିବାରୁ ମୁଁ କିଛି ସମୟ ପାଇଁ କାନ୍ଦିଥିଲି। ପରେ ମା ମୋତେ ବୁଝାଇଲେ ଏବଂ ମୁଁ ପୁଣି ଖୁସି ହେଇକିରି ଏହିପରି ଆଜିର ଦିନଟି ହସ ଖୁସି ଗୀତ ଓ ଭାବନାରେ ଆସିବ। ତାପରେ ତମର ଏକ୍ସଟ୍ରା କ୍ୱେଶ୍ଚିନ୍ ରହିବ ହେଲା। ଏକ୍ସଟ୍ରା କ୍ୱେଶ୍ଚିନ୍ ଯାହା ମୁଁ କେବଳ ଦେଖେଇ ଦେଉଛି ତମକୁ, ଏକ୍ସଟ୍ରା କ୍ୱେଶ୍ଚିନ୍ ଦେଖେଇ ଦେଉଛି। କ'ଣ ଦେଇଛି, ଦେଶ ଓ ଜାତିର ଉନ୍ନତି ପାଇଁ କବିତା ମାଧ୍ୟମରେ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ସେଗୁଡ଼ିକୁ ହାସଲ କରିବା ପାଇଁ ହେଲେ ପ୍ରେରଣା ଦିଆଯାଇଛି। ତୁମେ ତୁମ ଜୀବନର ହେଲା ପିତାମାତା, ଶିକ୍ଷକ ଓ ପରିବାର କି କି ପ୍ରେରଣା ପାଇଛ ଲେଖିବାକୁ ପାଇଛ ଦୈନନ୍ଦିନ ପୁସ୍ତକରେ କେମିତି ଲେଖିବଟା ତ ଏଇଭଳିଆ ଲେଖିବ ହେଲା। ମୋର ପିତାମାତା ଏମିତି ଲେଖିବ ହେଲା। ଏଇଟା ଏକ୍ସଟ୍ରା କ୍ୱେଶ୍ଚିନ୍ ତ ଖାଲି ତମକୁ ଜଷ୍ଟ ଓଭରଲୁକ୍ କରିବା ପାଇଁ ଦେଇଦେଉଛି ହେଲା। ସ୍କ୍ରିନଶଟ୍ ନେଇକି ମଧ୍ୟ ତାକୁ ଯିବା। ତମେ ସାନ ଭାଇ ଭଉଣୀକୁ କ'ଣ ଉପଦେଶ ଦେଇଛ ପଢ଼ାରେ ପଚାରିଛି, ତ ଏଇଭଳିଆ ଲେଖିବ। ମୁଁ ମୋର ସାନ ଭାଇ ଭଉଣୀକୁ ସମୟରେ ପଢ଼ିବାକୁ, ବଡ଼ମାନଙ୍କୁ ସମ୍ମାନ କରିବାକୁ, ସତ୍ୟ କହିବାକୁ, ଏଟା ସବୁ ଲେଖିବ ହେଲା। ନେକ୍ସଟ କ୍ୱେଶ୍ଚିନ୍ ଯିବା। ତ ବର୍ତ୍ତମାନ ମୁଁ କରିଦେଲି ପକେଇଦେଲି ତମକୁ। ତାପରେ ଏବେ ଜୀବନର ଲକ୍ଷ୍ୟ ବିଷୟରେ ପଚାରିଛି ହେଲା। ଶ୍ରେଣୀ କକ୍ଷରେ ପ୍ରତ୍ୟେକ ପିଲା ନିଜ ନିଜର ଜୀବନର ଲକ୍ଷ୍ୟ ସମ୍ପର୍କରେ ଲେଖି ଗୋଟେ ବାକ୍ସରେ ପକେଇବି। ଶିକ୍ଷକ ଗୋଟି ଗୋଟି କରିକି ସେଇ ଲେଖା ଗୁଡ଼ିକୁ ବାକ୍ସରୁ କାଢ଼ିକି ପ୍ରତ୍ୟେକ ପିଲାଙ୍କୁ ସେମାନଙ୍କ ଜୀବନର ଲକ୍ଷ୍ୟ ବିଷୟରେ କହିକିରି ଆଗକୁ ବଢ଼ାଇବେ ହେଲା। ତା ପ୍ରଶ୍ନ 1 ଦେଖ, ଜୀବନର ଲକ୍ଷ୍ୟ ପୂରଣ ପାଇଁ ପ୍ରଥମେ କିପରି ପ୍ରଯତ୍ନ କରିବା, ଆଉ 2ରେ କି ଯୋଜନା ପ୍ରସ୍ତୁତ କରିବା, ତାହାର ସହଯୋଗ ନେବାକୁ ଚାହୁଁଛ। ତାପରେ ଲକ୍ଷ୍ୟ ପୂରଣ ନିମିତ୍ତ ତୁମେ କି ଆହ୍ୱାନର ସମ୍ମୁଖୀନ ହେବ। ଏଟା ଦେଖ କେମିତି ଲେଖିବାଟା। ତ ଏଭଳିଆ ପ୍ରଶ୍ନ 1 ଜୀବନର ଲକ୍ଷ୍ୟ ପୂରଣ ପାଇଁ ପ୍ରଥମେ କି ପ୍ରଯତ୍ନ କରିବା ଏଟା ଲେଖିବ। ଦ୍ୱିତୀୟରେ କ'ଣ କ'ଣ ଯୋଜନା ପଚାରିଛି, ଯୋଜନା ପ୍ରସ୍ତୁତ ବିଷୟରେ ଲେଖିବ ଏମିତି ହେଲା। ଯୋଜନା ପ୍ରସ୍ତୁତ ପ୍ରତିଦିନ ସୂଚୀ ଲେଖିବ ହେଲା। ତାପରେ ଦେଇଥିଲା କାହାର ସହଯୋଗ ନେବାକୁ ଚାହୁଁଛ ତମେ ହେଲା।
ଏଟା ଲେଖିବ କାହାର ସହଯୋଗ ଚାହୁଁଛ ହେଲା। ତାପରେ ଲକ୍ଷ୍ୟ ପୂରଣ ନିମିତ୍ତ ତୁମେ କି କି ଆହ୍ୱାନ ସମ୍ମୁଖୀନ ହେବ ସେଟା ଲେଖିବ ହେଲା। ତାପରେ ନେକ୍ସଟ ଯିବା। ତାପରେ ଦୁଇ ଦେଖ ପରିବାରର ପ୍ରେରଣା। ତୁମର ପିତାମାତା ତଥା ଅଭିଭାବକ ମାନେ ତୁମର ଆବଶ୍ୟକତା ଓ ଇଚ୍ଛାକୁ ଜାଣନ୍ତି ସେଗୁଡ଼ିକୁ ପୂରଣ କରିବାକୁ ସେମାନେ ଯଥାସମ୍ଭବ ଚେଷ୍ଟା ମଧ୍ୟ କରନ୍ତି। ତୁମର ପିତାମାତା ଅଭିଭାବକ ତୁମ ପାଇଁ ଦେଖିଥିବା ସ୍ୱପ୍ନ ବିଷୟରେ ପଚାରିକି ଲେଖିବାକୁ ଅଛି। ମା କହିବେ ସ୍ୱପ୍ନ ତାଙ୍କର କଣ ଅଛି ପିଲାକୁ କରିବା ପାଇଁ, ବାପା କହିବେ, ଦାଦା କହିବେ, ଭାଇ ପଚାରିଲେ ଅଲଗା ଅଲଗା ସବୁ ସମସ୍ତର ଉତ୍ତର ଆସିଲେ କେମିତି ଲେଖିବଟା। ତ ଏଇଭଳିଆ ତମେ ଲେଖିଦବ। ପରିବାରର ପ୍ରେରଣା, ମା ମୁଁ ଭଲ ପାଠ ପଢ଼ିକି ଜୀବନରେ ସଫଳ ହେବି ଆଉ ସମସ୍ତଙ୍କର ପ୍ରିୟ ହେବା ପାଇଁ ସ୍ୱପ୍ନ ଦେଖିଛନ୍ତି। ବାପା ମୁଁ ନିଜର ଲକ୍ଷ୍ୟ ପ୍ରତି ଦୃଢ଼ ରହିକରି ସତ୍ୟ ପରିଶ୍ରମ ମାର୍ଗରେ କେମିତି ଚାଲିବି ସେଟା ଲେଖିଛନ୍ତି। ଦାଦା ମୁଁ ଶିଷ୍ଟାଚାରୀ ହୋଇକରି ପରିବାର ସମାଜ। ତାପରେ ଦାଦାରେ ଲେଖିଲେ। ତାପରେ ଲେଖିବ ଭାଇର, ଭାଇ କଣ ସିଏ କଣ ମାନେ ସ୍ୱପ୍ନ ଦେଖିଛନ୍ତି ସେଟା ଦେଖିବ। ଭଉଣୀ କଣ ସ୍ୱପ୍ନ ଦେଖିବ। ଜେଜେମା କଣ ଦେଖିଛନ୍ତି ସେଟା ଦେଖିବ ହେଲା। ତାପରେ ଏଟେ ପଢିଦବ ହେଲା। ଝରକାରୁ ପଠିତ ଶପଥ କବିତାରେ ଦେଶ ଓ ଜାତିର ଉନ୍ନତି ପାଇଁ ବହୁ ତ୍ୟାଗ ଓ ସାଧନାର ତଥ୍ୟ ଦିଆଯାଇଛି। ତାହା ଦେଖିବ, ଏଟା ପଢିଦବ ହେଲା। ତାପରେ ପଠନ ନିମନ୍ତେ ଦେଇଛି ମାଟି ମୁଠାକ ହେଲା। ନେକ୍ସଟ କ୍ଲାସ୍ ଆମେ ପଢିବା ଆଉ ପାଠକୁ ମଧ୍ୟ ଯିବା। ଆଶା କରୁଛି ଭିଡ଼ିଓଟି ତମମାନଙ୍କୁ ବହୁତ ଭଲ ଲାଗିଥିବ। ଆଉ ଯଦି ଭଲ ଲାଗୁଛି ଲାଇକ୍ ସେୟାର କରିବା ପାଇଁ ରହୁଛି। ଜୟ ଜଗନ୍ନାଥ।